ଗୋଟେ ବଡ଼ ବ୍ରେନ୍‌ଟା ଆଉ ଗୋଟେ ଏଠି ଛୋଟ ବ୍ରେନ୍‌ଟା ନାଇଁ ବୃହତ୍ ମସ୍ତିଷ୍କ ଆଉ କ୍ଷୁଦ୍ର ମସ୍ତିଷ୍କ ଏଇ ଦୁଇଟା ଯାକ ଯୋଉଠି କନେକ୍ଟ ହେଇଛି ସେଠି ଗୋଟେ ଷ୍ଟ୍ରକ୍ଚର ଅଛି ତା ନାଁ ହଉଛି ମହାସଂଯୋଜକ ବନ୍ଧ ବା କର୍ପସ୍ କ୍ୟାଲୋଜମ୍। ତ ଆମେମାନେ ଯେତେବେଳେ ପିଆଜ ରସୁଣ ଖାଉ ପିଆଜ ଆଉ ରସୁଣରେ ବହୁତ ମାନେ ଗନ୍ଧ ହୁଏ ନା ସଲଫରର ଗନ୍ଧଟା ଆଖିରୁ ପିଆଜ କାଟିଲେ ଆମ ଆଖିରୁ ଲୁହ ବାହାରେ। ରସୁଣର ଗନ୍ଧ ତ କେତେ ଦୂରରୁ ହିଁ ବାସ୍ନାଟା ତାର ଜଣା ପଡେ ପିଆଜର ବାସ୍ନାଟା ବି ଜଣା ପଡେ ପୁରା ସେଟା ସଲଫର କେମିକାଲ ବା ଗନ୍ଧକ ଥିବା ଯୋଗୁ ସେ ଗନ୍ଧଟା ଆମକୁ ଜଣା ପଡେ। ତ ଆମେ ଯଦି ଖାଉ ସେଗୁଡାକ ସେ ଗନ୍ଧକର ସବୁ ଯୋଉ ଡାଇସଲଫାଇଡ୍ ବଣ୍ଡ ଗୁଡାକ ଥାଏ ସେଗୁଡାକ ଆମ ବ୍ରେନର ସେ ଯୋଉ କର୍ପସ୍ କ୍ୟାଲୋଜମ୍ ବୋଲି ଷ୍ଟ୍ରକ୍ଚର ରହିଛି ସେଥିରେ ସେଗୁଡା ଡିପୋଜିଟ୍ ହେଇକି ରହେ। ତ ଯୋଉମାନେ ସବୁ ନାମ ଧ୍ୟାନ କରନ୍ତି ପୂଜା ପାଠ କରନ୍ତି ମେଡିଟେସନ କରନ୍ତି ସେମାନଙ୍କର କଣ ହୁଏ ନା କଣ୍ଟ୍ରୋଲ ଆଉ କୋଅର୍ଡିନେସନଟା ବ୍ରେକ୍ ହୁଏ। ସେଇ ଯୋଉ ଲେୟାରଟା ବ୍ରେନର ମଝିରେ ରହିଛି ସେଇଠି କରେଣ୍ଟ ପାସ୍ କରିପାରେ ନା ଯେମିତି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କରେଣ୍ଟ ପାସ୍ କରିପାରିବନି ଯଦି ଆମେ ତା ମଝିରେ ଗୋଟେ ବିଦ୍ୟୁତ କୁପରିବାହୀ ଜିନିଷଟେ ରଖିବା ତାହେଲେ ସେ କଣ ପାସ୍ କରିପାରିବ କରିପାରିବନି କିନ୍ତୁ ଗୋଟେ ମେଟାଲ ରଖିଦେବ ଧଡକି କରେଣ୍ଟ ଆରପଟିକି ଟ୍ରାନ୍ସଫର ହେଇଯିବ। ସେମିତି ଏଇ ସବୁ ଯୋଉ ବଣ୍ଡ ଗୁଡାକ ଆମର ନାମଧ୍ୟାନ କଲେ ମୁଣ୍ଡରେ ଯୋଉ କମ୍ପନ ସୃଷ୍ଟି ହୁଏ ପିନିଆଲ ଗ୍ଲାଣ୍ଡରୁ ଯୋଉ କମ୍ପନ ସୃଷ୍ଟି ହୁଏ ସେ କମ୍ପନ ଗୋଟେ ପଟରୁ ଏପଟିକି ଆସିବାକୁ ଦିଏ ନା ତେଣୁ ବ୍ରେନ ନା ଠିକରେ ଫଙ୍କସନ କରିପାରେ ନା ଯୋଉମାନେ ଆଧ୍ୟାତ୍ମିକ ସ୍ତରରେ ରହିଛନ୍ତି ଆଟଲିଷ୍ଟ ସେଇମାନଙ୍କ ପାଇଁ ତ ବିନା ପିଆଜ ରସୁଣ ମାନେ ପୁରା ବାରଣ କରାଯାଏ। ଦି ଲାଇନ ନାହିଁ ଦି ସାଇଣ୍ଟିଫିକ କାରଣ ତ କାରଣ ଏଇଟା ହିଁ ତାର କାରଣ ତାଙ୍କୁ ଏହା କହିବେ କି ଆମ ମସ୍ତିଷ୍କରେ ଗୋଟେ ଷ୍ଟ୍ରକ୍ଚର ରହିଛି ଯାହାକୁ କହନ୍ତି ମହାସଂଯୋଜକ ବନ୍ଧ ଯେ ଆମ ବ୍ରେନର ବୃହତ ମସ୍ତିଷ୍କ ଆଉ କ୍ଷୁଦ୍ର ମସ୍ତିଷ୍କକୁ ଜଏନ କରୁଛି ସେଇଥିରେ ଏଇ ପିଆଜ ଆଉ ରସୁଣରେ ଥିବା କେମିକାଲ ବା ରସାୟନ ଗୁଡାକ ଜମା ହେଇକି ରୁହେ ଯୋଉଟା କି ଆମର ବ୍ରେନର କଣ୍ଟ୍ରୋଲ ମାନେ ସମନ୍ୱୟତାଟାକୁ ରକ୍ଷା କରିବାରେ ବାଧା ସୃଷ୍ଟି କରେ ତେଣୁ ଯଥା ସମ୍ଭବ ନ ଖିଆଯାଏ ସେତେ ଭଲ। ସିଏ ତ କରେ ହିଁ କାରଣ ଆମେ ଯଦି ଉତ୍ତେଜକ ଖାଦ୍ୟ ଖାଇବା ତାହେଲେ ଆମ କୋଷରେ ତ ଉତ୍ତେଜନା ସୃଷ୍ଟି ହବ ସ୍ୱାଭାବିକ କଥା ବୃତ୍ତି ପ୍ରବୃତ୍ତି ଗୁଡାକ ବଢିଯିବ ଟିକେ ଟିକେ କଥାରେ ରାଗି ପଡିବା ଟିକେ ଟିକେ କଥାରେ କାମ୍ଭା ପଳେଇ ଆସିବା ଟିକେ ଟିକେ କଥାରେ ଆସକ୍ତି ଅହଙ୍କାର ଏଇ ସବୁ ଗୁଡା ସାଙ୍ଗେ ସାଙ୍ଗେ ପ୍ରୋମିନେଣ୍ଟ ହେଇଯାଏ। ଖାଲି ମାଛ ମାନେ ମାଛ ମାଂସ ପିଆଜ ରସୁଣ ନୁହଁ ଯେକୌଣସି ଉତ୍ତେଜକ ଖାଦ୍ୟ ଖାଇଲେ ବି କୋଷର ସେଇ ପ୍ରକାର ଅବସ୍ଥାଟା ହୁଏ। ତ ପିଆଜ ରସୁଣଟାକୁ ତୀବ୍ର ନିନ୍ଦା ଏଇଥିପାଇଁ କି କାରଣ ଗନ୍ଧକର କମ୍ପାଉଣ୍ଡ ଗୁଡାକ ବହୁତ ପରିମାଣରେ ସେଇଠି ଥାଏ ତେଣୁ ସେଇଟା ଆମ ଦେହ ପାଇଁ କି ଭଲ ନୁହେଁ ବ୍ରେନର ସେନ୍ସିଟିଭନେସକୁ ସେଇଟା କମେଇ ଦିଏ। ରହିଛି ଉତ୍ତେଜନା ତ ରହିଛି ସେଇଟା ତାଙ୍କର ପୂର୍ବ ଜନ୍ମର ଅଭ୍ୟାସ ସେଇଥିରୁ ସେଗୁଡା ରହିଛି ତ ଏ ଜନ୍ମରେ ଯେତେ ସେ ନିୟନ୍ତ୍ରଣ କରିବେ ଖାଦ୍ୟପେୟଟା ସେଟା କମିବ। ପ୍ରତ୍ୟେକଟି ମଣିଷର ଗୋଟେ ଗୋଟେ ଇନଷ୍ଟିଙ୍କ୍ଟ ବା ସହଜାତ ପ୍ରବୃତ୍ତି ରହିଛି କିଏ ହୁଏତ ଖୁବ ରାଗେ କିଏ ହୁଏତ ଖୁବ କାମୁକ କିଏ ହୁଏତ ଖୁବ ଲୋଭୀ କିଏ ହୁଏତ ବହୁତ ଅହଙ୍କାରୀ ସେଇ ପ୍ରବୃତ୍ତି ଉପରେ ବିଜୟ ପ୍ରାପ୍ତ କରିବା ଏତେ ସହଜ କଥା ନୁହଁ। ଯଦି ସେତିକି ଆକୃଷ୍ଟ ଅଚ୍ୟୁତ ଇଷ୍ଟନିଷ୍ଠ ହେଇକି ସେଇ ପ୍ରବୃତ୍ତିଟାକୁ ସେଇ ଇଷ୍ଟଙ୍କ ପାଖରେ ନିୟନ୍ତ୍ରିତ କରିବ ତାହେଲେ କିଛି ତାର ପ୍ରତି ଜନ୍ମରେ ସେଟା କଟି କଟିକି ଚାଲିଯିବ ନହେଲେ ସେଇଟା ତ ପ୍ରୋମିନେଣ୍ଟ ପ୍ରବୃତ୍ତି ଥାଏ।